ପିଲାମାନେ ତମ ସମସ୍ତଙ୍କୁ ମୁଁ ସ୍ୱାଗତ କରୁଛି ମୋ ୟୁଟ୍ୟୁବ ଚ୍ୟାନେଲ ତ +2 ସେକେଣ୍ଡ ଇୟର ଆର୍ଟ୍ସ ପିଲା ତ ଆର୍ଟ୍ସ ସାଇନ୍ସ କମର୍ସ ପିଲା ଆର୍ଟ୍ସ ସାଇନ୍ସ କମର୍ସ ତ ପିଲାମାନେ ତମମାନଙ୍କ ପାଇଁ ନେଇ ଆସିଛି କ'ଣ ନା MIL ଓଡ଼ିଆର ଗଳ୍ପ ବିଭାଗର ରୂପନାରାୟଣ ସାର ସବୁ MCQ କ୍ୱେଶ୍ଚିନ୍ ଆନ୍ସର ତ ପିଲାମାନେ ତ ଚାଲ ଆମେ ଆଲୋଚନା କରିବା ରୂପନାରାୟଣ ସାର MCQ ସବୁ MCQ କ୍ୱେଶ୍ଚିନ୍ ଆନ୍ସର ତ ଚାଲ ଆମେ ଷ୍ଟାର୍ଟ କରିବା ଭିଡ଼ିଓ ଦେଖିବା ପୂର୍ବରୁ ଚ୍ୟାନେଲରେ ନୂଆ ଥିଲେ ସବସ୍କ୍ରାଇବ କରିଦେବ ବେଲ୍ ଆଇକନକୁ ଦବାଇ ଦେବ ନୂଆ ନୂଆ ନୋଟିଫିକେସନ ପାଇଁ ଲାଇକ୍ ସେୟାର କରିଦେବ ତ ରୂପନାରାୟଣ ସାର ସବୁ MCQ ଆଉ କୋଉ ବିଷୟର ଆମର ବାକି ରହିବନି ସବୁ କିଛି ଆମେ ଆଲୋଚନା କରିଦେବା ତ रिविजन क्लास भी करिया पिलाମାନେ ତ ଚାଲ ଆମେ ଷ୍ଟାର୍ଟ କରିବା ତ ଦେଖିବା ପ୍ରଥମ କ୍ୱେଶ୍ଚିନ୍ କ'ଣ ଦେଇଛି ମାଷ୍ଟରଜୀଙ୍କ ପତ୍ନୀଙ୍କ ନାମ କ'ଣ ଥିଲା ଏଟା 2024 ଆର୍ଟ୍ସ ରେ ପଡିଥିଲା ପିଲାମାନେ ପ୍ରିଭିୟସ୍ ଇୟର ର ମାଷ୍ଟରଜୀଙ୍କ ପତ୍ନୀଙ୍କ ନାମ କ'ଣ ଥିଲା ସୁନା ରୂପା ହୀରା ପଦ୍ମା କ'ଣ ଥିଲା ନା ମାଷ୍ଟରଜୀଙ୍କ ପତ୍ନୀଙ୍କ ନାଁ ରୂପା ଥିଲା କ'ଣ ନା ରୂପା ନେକ୍ସଟ କ'ଣ ଦେଲା ନୌକାରେ ପାଲ କେତେ ଫଣା ବାସୁକି ପରି ନଇଯାଇ ଉପରକୁ ଉଠିଯାଏ ବୋଲି କୁହାଯାଇଛି ଶତଫଣା ସହସ୍ର ଫଣା ସପ୍ତଫଣା ସହସ୍ରା କ'ଣ ନା ସହସ୍ରାଧିକ ଫଣା କେତେ ଫଣା ନା ସହସ୍ର କେତେ ନା ସହସ୍ର ଫଣା ପରବର୍ତ୍ତୀ କ୍ୱେଶ୍ଚିନ୍ ମାଷ୍ଟରଜୀଙ୍କ ନାସିକା କେଉଁ ପରି ଥିଲା ବୋଲି କୁହାଯାଇଛି ମାଷ୍ଟରଜୀଙ୍କ ନାସିକା ଚିଲଚଞ୍ଚୁ ପରି ଶୁକଚଞ୍ଚୁ ପରି ପିକଚଞ୍ଚୁ ପରି ନା କାକଚଞ୍ଚୁ ପରି କିପରି ପିଲାମାନେ ନା ଶୁକଚଞ୍ଚୁ କିପରି ନା ଶୁକଚଞ୍ଚୁ ପରି ନେକ୍ସଟ ଅଶୋକ ବାପା ବନାରସରେ କେଉଁ ଚାକିରି କରିଥିଲେ ପୋଲିସ ଅଫିସର ମିଲିଟାରୀ ଡାକ୍ତର ମିଲିଟାରୀ ମେଜର କଲେଜ ପ୍ରଫେସର କେଉଁ ଡାକ୍ତର ଥିଲେ ପିଲାମାନେ ମିଲିଟାରୀ ଡାକ୍ତର ନେକ୍ସଟ କିଏ ଗଙ୍ଗା ଗୋଧୂଳିର କରୁଣ ଏକାଙ୍କିକା ଦେଖୁଥିଲା କିଏ ଅଶୋକ ରୂପନାରାୟଣ ବନାରସ ଯାତ୍ରୀ ଡାଲମଣ୍ଡର ରୂପ ପିପାସୀ ନାଗରିକ କିଏ ନା ଅଶୋକ କିଏ ନା ଗଙ୍ଗା ଗୋଧୂଳିର କରୁଣ ଏକାଙ୍କିକା ଅଶୋକ ଦେଖୁଥିଲା ନେକ୍ସଟ କେଉଁ ମନ୍ଦିରର ସ୍ୱର୍ଣ୍ଣଚୂଡା ଆସନ୍ନ ସନ୍ଧ୍ୟାର ମିଳନ ଆଲୁଅରେ ଚକଚକ କରୁଥିଲା କାଶୀ ବିଶ୍ୱନାଥ ତିରୁପତି ବୈଷ୍ଣବୀ ଦେବୀ କପିଳାସ କିଏ ହବ ପିଲାମାନେ ହବ କାଶୀ ବିଶ୍ୱନାଥ କ'ଣ ନା କାଶୀ ବିଶ୍ୱନାଥ ନେକ୍ସଟ ମାଷ୍ଟରଜୀଙ୍କୁ କେଉଁ ରୋଗ ହୋଇଥିଲା ବୋଲି ଡାକ୍ତର କହିଥିଲେ ପ୍ଲୁରେସି ଡିସେଣ୍ଟ୍ରି ଡାଇବେଟିକ ନ୍ୟୁମୋନିଆ କ'ଣ ହେଇଥିଲା ନା ପ୍ଲୁରେସି ମାଷ୍ଟରଜୀଙ୍କୁ କେଉଁ ରୋଗ ହୋଇଥିଲା ନା ପ୍ଲୁରେସି ରୋଗ ହୋଇଥିଲା ବୋଲି ଡାକ୍ତର କହୁଥିଲେ ନେକ୍ସଟ ଗଙ୍ଗା ନଦୀ ପାରି କଲା ବେଳେ ମାଝିର ଭାଷାରେ ହିନ୍ଦୀ ଓ ମୈତ୍ରୀ ସହିତ ଆଉ କେଉଁ ଭାଷା ମିଶି ଅଦ୍ଭୁତ ଲାଗୁଥିଲା ମରାଠୀ ତେଲୁଗୁ ବଙ୍ଗଳା ଭୋଜପୁରୀ କ'ଣ ହବ ପିଲାମାନେ ନା ଭୋଜପୁରୀ କ'ଣ ନା ଭୋଜପୁରୀ ନେକ୍ସଟ ଡାଲମଣ୍ଡି କେଉଁମାନଙ୍କର ଆଶ୍ରୟ ଦାତ୍ରୀ ଡାଲମଣ୍ଡି ଦେଶସେବୀ କୃଷକ ଶ୍ରମିକ ବାରଙ୍ଗାନା କ'ଣ ହବ ପିଲାମାନେ ନା ବାରଙ୍ଗାନା ନେକ୍ସଟ କାହାକୁ ଆଉଜି ରହି ଅଶୋକ ବାବୁ ପୁରାତନ ଅନୁଭୂତିକୁ ରୋମନ୍ଥନ କରୁଥିଲେ ପଥରକୁ ଗଛ ଗଣ୍ଡିକୁ ବାରଣ୍ଡା କାନ୍ଥକୁ ଲାଇଟ ପୋଷ୍ଟକୁ କିପରି ପିଲାମାନେ ନା ହବ ଲାଇଟ ପୋଷ୍ଟକୁ କିପରି ନା ଲାଇଟ ପୋଷ୍ଟ ନେକ୍ସଟ ମାତାଜୀଙ୍କ ହାତ ତିଆରି କେଉଁ ଖାଦ୍ୟ ଥରେ ଯେ ଖାଇଛି ସେ ଜୀବନ ସାରା ଭୁଲି ପାରିବନି ବୋଲି କୁହାଯାଇଛି ପକୁଡି ଉପମା ସନ୍ଦେଶ ହାଲୁଆ କ'ଣ ହବ ପିଲାମାନେ ନା ହବ ହାଲୁଆ ମାଷ୍ଟରଜୀଙ୍କ ପ୍ରତିଟି ତନ୍ତି ପ୍ରତିଟି ରେଣୁକୁ ଉଜ୍ଜୀବିତ କରି କିଏ ନିଜକୁ ପ୍ରକାଶ କରିଥିଲା ବିବେକ ବିଚାର ଜ୍ଞାନ ସତ୍ୟ କିଏ ନା ସତ୍ୟ ରୂପନାରାୟଣ ସାହା ଗଳ୍ପଟି କେଉଁ ସମୟର କଥା କହିଛି ଗୁଡ ଫ୍ରାଇଡେ ଛୁଟି ଖ୍ରୀଷ୍ଟମାସ ଛୁଟି ନ୍ୟୁ ଇୟର ଛୁଟି ଏକ୍ସମାସ ଛୁଟି କେଉଁ ଛୁଟି କଥା କହିଛି ନା ଖ୍ରୀଷ୍ଟମାସ କେଉଁ ଛୁଟି ନା ଖ୍ରୀଷ୍ଟମାସ ଛୁଟି କଥା କହିଛି ନେକ୍ସଟ ଉତ୍ତର ଭାରତ ବ୍ୟାପୀ ପ୍ରାଥମିକ ଶିକ୍ଷକ ଧର୍ମଘଟରେ ମାଷ୍ଟରଜୀ କରିଥିଲେ ବିଦ୍ରୋହୀ ସମର୍ଥକ ପୁରୋଧା ପଳାତକ କ'ଣ କିପରି ଥିଲେ ପିଲାମାନେ ନା ଥିଲେ ପୁରୋଧା କିପରି ନା ପୁରୋଧା ନେକ୍ସଟ ଧର୍ମଘଟ ବେଳେ ମାଷ୍ଟରଜୀଙ୍କ ଦରମା କେତେ ଥିଲା 15 ଟଙ୍କା 13 ଟଙ୍କା 11 ଟଙ୍କା 10 ଟଙ୍କା କିପରି ଥିଲା ପିଲାମାନେ ନା 13 ଟଙ୍କା ଧର୍ମଘଟ ବେଳେ ମାଷ୍ଟରଜୀଙ୍କ ଦରମା କେତେ ଟଙ୍କା
ଥିଲା। ନେକ୍ସଟ, ମାଷ୍ଟରଜୀଙ୍କ ପୁଅର ନାମ କଣ ଥିଲା? ରାମ ଗୋପାଳ, ରାମ ଦୁଲାଳ, ରାମଶରଣ, ରାମ ମନୋହର। କିପରି ଥିଲା? ନା ରାମଶରଣ। ନେକ୍ସଟ, ମାଷ୍ଟରଜୀ ତାଙ୍କ କାହାଣୀରେ କେଉଁ ସିଂହ କଥା କହୁଥିଲେ? ଚେକୋସ୍ଲୋଭାକିଆ, ଆଲେକ୍ଜାଣ୍ଡ୍ରିଆ, ଆଣ୍ଡ୍ରୋସିଲସର, କାଲିଫର୍ଣ୍ଣିଆ। କିପରି ପିଲାମାନେ ହବ? ନା ଆଣ୍ଡ୍ରୋସିଲସର। ନେକ୍ସଟ, କାହାର ଭୀରୁ ସଂକୁଚିତ ବିବେକ ନେଇ ଅଶୋକ ରାସ୍ତାରେ ଚାଲିଥିଲା? ହତ୍ୟାକାରୀର, ପ୍ରଶାସକର, ବିଶ୍ୱାସଘାତକର, ଅବିବେକୀର। କାହାର ପିଲାମାନେ? ନା ହତ୍ୟାକାରୀର। କାହାର? ନା ହତ୍ୟାକାରୀର। ନେକ୍ସଟ, ଏ ଜାତିକୁ କଣ ନୂଆ କରି ଦେବାକୁ ମାଷ୍ଟରଜୀ କହୁଥିବା ପରି ଅଶୋକର ମନେ ହୋଇଛି? ପ୍ରାଥମିକ ଶିକ୍ଷା, ଉପଯୁକ୍ତ ଶିକ୍ଷା, ନୈତିକ ଶିକ୍ଷା, ମାଧ୍ୟମିକ ଶିକ୍ଷା। କିପରି ପିଲାମାନେ? ନା ପ୍ରାଥମିକ ଶିକ୍ଷା। ନେକ୍ସଟ, ଏ ଜାତି ଧୀରେ ଧୀରେ କାହା କୁଣ୍ଡଳୀର ଶୀତଶଯ୍ୟାରୁ ଚଞ୍ଚଳ ହୋଇ ଉଠିବ ବୋଲି କୁହାଯାଇଛି? ଗୋଖର, ଅଜଗର, ଅହିରାଜ, ଶଙ୍ଖଚୂଡ଼। କଣ ପିଲାମାନେ ହବ? ନା ଅହିରାଜ। କଣ? ଅହିରାଜ। ନେକ୍ସଟ, ରାମନଗର ଦେଖି ସାରି ଗଙ୍ଗା ପାର ହୋଇଥିବା ବେଳେ ଅଶୋକଙ୍କ ବୟସ କେତେ ଥିଲା? 12, 11, 10, 8। କେତେ ବର୍ଷ ଥିଲା ପିଲାମାନେ? ନା 10। କେତେ? ନା 10। ଅଶୋକର ପିଠି ଉପରେ ମାଷ୍ଟରଜୀଙ୍କ ବଡ଼ ପାପୁଲି କିପରି କମ୍ପି ଉଠୁଥିଲା? ଦେବଦାରୁ ପତ୍ର ପରି, ବରପତ୍ର ପରି, କଦଳୀ ପତ୍ର ପରି, ଅଶ୍ୱତ୍ଥ ପତ୍ର ପରି। କିପରି? ନା ଅଶ୍ୱତ୍ଥ ପତ୍ର ପରି। ନେକ୍ସଟ, ମାଷ୍ଟରଜୀ କେତେ ଟଙ୍କା ଦରମାରେ ଅଶୋକର ଟ୍ୟୁସନ ମାଷ୍ଟର ଥିଲେ? 5 ଟଙ୍କା, 6 ଟଙ୍କା, 7 ଟଙ୍କା, 10 ଟଙ୍କା। କେତେ ଟଙ୍କା ପିଲାମାନେ ହବ? କେତେ ଟଙ୍କା? ନା 5 ଟଙ୍କା। ନେକ୍ସଟ, ଅଶୋକଙ୍କ ଡାକ ନାମ କଣ ଥିଲା? ଅଶୋକଙ୍କ ଡାକ ନାମ କଣ ଥିଲା? ମନୁ, ମୁନା, ଚିନା, କାହ୍ନା। କଣ ଥିଲା ପିଲାମାନେ? ନା ମୁନା। କଣ? ନା ମୁନା। ନେକ୍ସଟ, କାହାର ନାମ ମନୁ ଦିଆଯାଇଥିଲା? କୁକୁର ଛୁଆର, ମଣି ଛୁଆର, ପାତି ମାଙ୍କଡ ଛୁଆର, ପୋଷା ବିଲେଇ। କଣ ପିଲା ହବ? ନା ପାତି ମାଙ୍କଡ ଛୁଆର। ନେକ୍ସଟ, ଭାରତ ଭୂମିର ଅସଂଖ୍ୟ ପୁଣ୍ୟ କାଙ୍ଗାଳ ଜନତାର ଚିର ଇପ୍ସିତ ସ୍ଥାନ ବୋଲି କାହାକୁ କୁହାଯାଇଛି? ତିରୁପତି, ବୃନ୍ଦାବନ, ମଥୁରା, ବନାରସ। କଣ କୁହାଯାଇଛି? ନା ବନାରସ। ନେକ୍ସଟ, ବନାରସରେ କେଉଁ ମନ୍ଦିର ଅବସ୍ଥିତ? ସୋମନାଥ, କେଦାରନାଥ, କାଶୀ ଗୋପୀନାଥ, ବଦ୍ରୀନାଥ। କେଉଁ ମନ୍ଦିର? ନା କାଶୀ ବିଶ୍ୱନାଥ। ନେକ୍ସଟ, ହତଶ୍ରୀ ସଭ୍ୟତାର ଡଷ୍ଟବିନ ବୋଲି କାହାକୁ କୁହାଯାଇଛି? ଡାଲମଣ୍ଡି, ରାମନଗର, ସଦର ବଜାର, ଗୋଧୋଇ। କାହାକୁ କୁହାଯାଇଛି? ନା ଡାଲମଣ୍ଡି। ନେକ୍ସଟ କ୍ୱେଶ୍ଚିନ୍, ଗୋଧୂଳି ଓ ଗଙ୍ଗାଜୀ ଉଭୟଙ୍କୁ କଣ ବୋଲି କୁହାଯାଇଛି? ମାନମୟୀ, ପ୍ରେମମୟୀ, ରହସ୍ୟମୟୀ, ଭାବମୟୀ। କଣ କୁହାଯାଇଛି? ନା ରହସ୍ୟ। କଣ? ନା ରହସ୍ୟମୟୀ। ନେକ୍ସଟ, ଗଙ୍ଗାର କେଉଁ ରଙ୍ଗର ପାଣି ଲାଲ ଲାଲ ଲାଗୁଥିଲା? ପେସ୍ତା, ଗହମ, ବାଜରା, ବାଦାମ। କଣ ହବ? ନା ହବ ଗହମ। ନେକ୍ସଟ, କାହାର ଅଦୃଶ୍ୟ ଇଙ୍ଗିତରେ ନୌକା ଘାଟରେ ଲାଗିଥିଲା? ମାଝିର, କର୍ପୋରେସନ, ପୋଲିସ ଷ୍ଟେସନ, ମାଜିଷ୍ଟ୍ରେଟଙ୍କ। କର୍ପୋରେସନ। ଶେଷ କ୍ୱେଶ୍ଚିନ୍, କିଏ ଇଂରାଜୀ ଭାଷାରେ ବିରକ୍ତ ପ୍ରକଟ କରି କହିଥିଲେ ଇଡିୟଟ? ବାପା, ବଡ ଭାଇ, ଦାଦା, ମା। କିଏ? ନା ବଡ ଭାଇ। ତ ପିଲାମାନେ ରୂପନାରାୟଣ ସାର ଅଖିଳମଣି ପଟ୍ଟନାୟକ ଲେଖିଥିବା ତ ସବୁ MCQ କ୍ୱେଶ୍ଚିନ୍ ଆଲୋଚନା କରିଦେଲି। ତ ଭିଡ଼ିଓଟି ଭଲ ଲାଗିଥିଲେ ଲାଇକ୍, ସେୟାର, ସବସ୍କ୍ରାଇବ କରିଦେବ। ରହୁଛି ଧନ୍ୟବାଦ। ଜୟ ଜଗନ୍ନାଥ।